ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ତ ଆଜି ଆପଣମାନେ ଯଦି ଏ ବର୍ଷ ଦଶମ ପାସ୍ କରିଛନ୍ତି ତାହେଲେ ଆପଣମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ଯଦି ଆଗରୁ ବି ଆପଣମାନେ ଦଶମରୁ ଅଧିକା ପଢ଼ିଛନ୍ତି ତାହେଲେ ଆପଣମାନଙ୍କ ପାଇଁ ବହୁତ ଭଲ ଖୁସି ଖବର ଆସିଯାଇଛି ଯେ ଓଡ଼ିଶା ପାଇଁ ଆପଣମାନଙ୍କର 500ଟି ପଦବୀ ଆସିଛି। ଆପଣ କେବଳ ଦଶମ ପାସ୍ କରିଥିଲେ ଏହି ପଦବୀଟା ଆବେଦନ କରିପାରିବେ। ତ ଏଥିରେ ଆପଣମାନଙ୍କର କ'ଣ ରହିଛି ଏଲିଜିବିଲିଟି କ୍ରାଇଟେରିଆ ଏବଂ ଆପଣମାନଙ୍କର ଯାହା ସବୁ କଣ୍ଡିସନ୍ ରହିଛି ସେସବୁ ମୁଁ ଡିଟେଲ୍ସ ଆପଣଙ୍କୁ এই ଭିଡ଼ିଓ ମାଧ୍ୟମରେ ଜଣାଇଦେବି। ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟା ସେୟାର କରିଦିଅନ୍ତୁ ସାଙ୍ଗମାନଙ୍କୁ, ଯାହାଦ୍ୱାରା ସେମାନେ ମଧ୍ୟ ଏହି ପଦବୀଟା ଆବେଦନ କରିପାରିବେ। କେଉଁଠି ଏବଂ କେମିତି ଆବେଦନ କରିବେ ଡିଟେଲ୍ସ ମୁଁ ଭିଡ଼ିଓରେ କହିଛି। ଆପଣମାନେ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଚାଲନ୍ତୁ ଷ୍ଟାର୍ଟ କରିବା ଆପଣମାନଙ୍କର କ'ଣ ଡିଟେଲ୍ସ ରହିଛି। ଏହି ପଦବୀଟା ଆପଣମାନଙ୍କର ବ୍ୟାଙ୍କ ଅଫ୍ ବରୋଦା ତରଫରୁ ରହିଛି, ଯାହାକି ଆପଣମାନଙ୍କର ରେଗୁଲାର ବେସିସ୍ରେ ଆପଣମାନଙ୍କୁ ଗଭର୍ଣ୍ଣମେଣ୍ଟ ଜବ୍ ଦିଆଯାଉଛି। ଏଇଟା ଗଭର୍ଣ୍ଣମେଣ୍ଟ ତ କହିହେବନି, ତ ଏଇଟା ସେମି ଗଭର୍ଣ୍ଣମେଣ୍ଟ କହିହେବ। ତ ଏଥିରେ ପୋଷ୍ଟ କ'ଣ ବାହାରିଛି ନା ଆପଣଙ୍କର ଅଫିସ୍ ଆସିଷ୍ଟାଣ୍ଟ, ଯାହାକି ପିଅନ୍ ପୋଷ୍ଟ ଆପଣମାନଙ୍କର ବାହାରିଛି। ଏହି ପଦବୀ ପାଇଁ ଆପଣମାନେ କେବଳ ଦଶମ ପାସ୍ ମାଗିଛି କ୍ୱାଲିଫିକେସନ୍, ଆପଣ ଆବେଦନ କରିପାରିବେ। ଅନଲାଇନ୍ ଷ୍ଟାର୍ଟ ଆପଣମାନଙ୍କର 3/5/2025ରୁ ଷ୍ଟାର୍ଟ ହେଉଛି। ଲାଷ୍ଟ ଡେଟ୍ ଆପଣମାନଙ୍କର 23/5/2025 ପର୍ଯ୍ୟନ୍ତ ରହିଛି ଏବଂ ଏଇଟା ଇଣ୍ଡିଆର ବହୁତ ଗୁଡ଼ାଏ ଷ୍ଟେଟ୍ ପାଇଁ ବାହାରିଛି। ସେ ମଧ୍ୟରୁ ଆମର ଓଡ଼ିଶା ପାଇଁ ମଧ୍ୟ ରହିଛି। ଓଡ଼ିଶା ପାଇଁ ଦେଖନ୍ତୁ ଆମର 17ଟି ଭ୍ୟାକେନ୍ସି ରହିଛି। ସେ ମଧ୍ୟରୁ ଆପଣମାନଙ୍କର କ୍ୟାଟେଗୋରୀ ଅନୁଯାୟୀ ଡିଭାଇଡ଼ କରାଯାଇଛି। SC ST OBC ଅନରିଜର୍ଭ କ୍ୟାଟେଗୋରୀ, EWS PWD ଏକ୍ସ ସର୍ଭିସମ୍ୟାନ୍ ଏମାନଙ୍କ ପାଇଁ ମଧ୍ୟ ରହିଛି। ତ ଡିଟେଲ୍ସ ଆପଣମାନଙ୍କୁ ଏଠି ସ୍କ୍ରିନ୍ରେ ଦେଖାଯାଉଛି। ଆପଣମାନଙ୍କର ଓଡ଼ିଶା ପାଇଁ କେତୋଟି କେଉଁ କ୍ୟାଟେଗୋରୀ ପାଇଁ ରହିଛି ତା'ର ଡିଟେଲ୍ସ ରହିଛି। ପ୍ଲସ୍ ଆପଣମାନଙ୍କର ଯେଉଁ ଏଜ୍ ରହିଛି, ଏଜ୍ ଆପଣମାନଙ୍କର ଟୋଟାଲ୍ 18ରୁ 26 ବର୍ଷ ମଧ୍ୟରେ ଥିଲେ ଆପଣମାନେ ଏହି ପଦବୀ ଆବେଦନ କରିପାରିବେ ଏବଂ ନମ୍ବର ଅଫ୍ ଭ୍ୟାକେନ୍ସି ଆପଣମାନଙ୍କର 500ଟି ରହିଛି। ପୋଷ୍ଟଟା ଆପଣମାନଙ୍କର ଅଫିସ୍ ଆସିଷ୍ଟାଣ୍ଟ PO ପାଇଁ ପିଅନ୍ ରହିଛି। ପ୍ଲସ୍ ଆପଣମାନଙ୍କ କ୍ୱାଲିଫିକେସନ୍ 10th ସାର୍ଟିଫିକେଟ୍ ଥିଲେ ଆପଣମାନେ ଆବେଦନ କରିପାରିବେ। ଯଦି ଆପଣମାନେ 10th ପାସ୍ ହେଇଛନ୍ତି ତାହେଲେ ଆପଣ ଏହି ପଦବୀଟା ଆବେଦନ କରିପାରିବେ। ଆପଣମାନଙ୍କର ଷ୍ଟାର୍ଟିଂ ସାଲେରୀ ରହିବ 19,500। ସେମିତି ଆକୋମୋଡେସନ୍ ବଢ଼ିଛି କି ଆପଣମାନଙ୍କର 37,815 ଟଙ୍କା ପର୍ଯ୍ୟନ୍ତ ଆପଣମାନଙ୍କର ସାଲେରୀ ରହିବ। ଆପଣମାନଙ୍କର କ୍ୟାଟେଗୋରୀ ଅନୁଯାୟୀ ମଧ୍ୟ ଏଜ୍ ରିଲାକ୍ସେସନ୍ର ଡିଟେଲ୍ସ ରହିଛି। ଯଦି ଆପଣମାନେ SC ST ଅଛନ୍ତି ତାହେଲେ ଆପଣମାନଙ୍କର 5 ବର୍ଷ, ଏମିତି ବ୍ୟାକୱାର୍ଡ଼ କ୍ଲାସ୍ରେ 3 ବର୍ଷ ଏମିତି ରହିଛି ଆପଣମାନଙ୍କର। ନେକ୍ସଟ ରହିଛି ଆପଣମାନଙ୍କର ଯେଉଁ PWD କ୍ୟାଣ୍ଡିଡେଟ୍ ମାନେ ମଧ୍ୟ ଏହି ପଦବୀଟା ଆବେଦନ କରିପାରିବେ ଏବଂ ଆପ୍ଲିକେସନ୍ ଫିଟା ଆପଣମାନଙ୍କୁ ଯଦି SC ST କ୍ୟାଣ୍ଡିଡେଟ୍ ଅଛନ୍ତି, PWD ଏକ୍ସ ସର୍ଭିସମ୍ୟାନ୍ ଅଛନ୍ତି ତାହେଲେ ଆପଣମାନଙ୍କୁ 100 ଟଙ୍କା ଦେବାକୁ ପଡ଼ିବ ଏବଂ ଆପଣମାନଙ୍କର OBC ଏବଂ EWS କ୍ୟାଣ୍ଡିଡେଟ୍ ଏବଂ ଜେନେରାଲ୍ ମାନଙ୍କ ପାଇଁ ଆପଣମାନଙ୍କୁ 600 ଟଙ୍କା ଦେବାକୁ ପଡ଼ିବ। ଆପଣମାନଙ୍କର ସିଲାବସ୍ ମଧ୍ୟ ରହିଛି, ଆପଣମାନଙ୍କ ସ୍କ୍ରିନ୍ରେ ଦେଖାଯାଉଛି। ତ ଭିଡ଼ିଓଟା ପଜ୍ କରି ଦେଖିପାରିବେ, ନଚେତ୍ ନୋଟିଫିକେସନ୍ ଆପଣମାନଙ୍କୁ ଡିସ୍କ୍ରିପ୍ସନ୍ ବକ୍ସରେ ମିଳିଯିବ, ସେଇଠି ଯାଇ ଆପଣମାନେ ଡିଟେଲ୍ସ ଦେଖିନେବେ। ଆପଣମାନଙ୍କର ଏକ୍ଜାମିନେସନ୍ ରହିଛି ଓଡ଼ିଆ, ହିନ୍ଦୀ, ଇଂଲିଶରେ ଆପଣମାନଙ୍କୁ ଏକ୍ଜାମିନେସନ୍ କରାଯିବ। ଯେଉଁ 3ଟି ଲାଙ୍ଗୁଏଜରେ ଆପଣ ଓଡ଼ିଶାରେ ଏକ୍ଜାମିନେସନ୍ ହେଇପାରିବ। ତ ଯଦି ଆପଣମାନେ ଚାହୁଁଛନ୍ତି ତାହେଲେ ସେଇଟିରୁ ସିଲେକ୍ଟ କରିବେ। ଆପଣମାନଙ୍କର ଆମ ଓଡ଼ିଶା ପାଇଁ ଏକ୍ଜାମିନେସନ୍ ସେଣ୍ଟର ଗୁଡ଼ାକ ରହିଛି। ଭୁବନେଶ୍ୱରରେ ଆପଣମାନଙ୍କର ଏକ୍ଜାମିନେସନ୍ ସେଣ୍ଟର ରହିଛି। ତ ଏଇଠି ଆପଣମାନଙ୍କର ଭୁବନେଶ୍ୱରରେ ହିଁ ରହିପାରିବ ଆପଣମାନଙ୍କର ଏକ୍ଜାମିନେସନ୍ ସେଣ୍ଟର। ତ ଯଦି ଆପଣମାନେ ଏକ୍ଜାମ୍ ଦେବାକୁ ଚାହୁଁଛନ୍ତି ତାହେଲେ ସେଠି ଯିବାକୁ ପଡ଼ିବ ଆପଣମାନଙ୍କୁ। ଏହାର ଡିଟେଲ୍ସ ଆହୁରି ମଧ୍ୟ ବହୁତ ଗୁଡ଼ାଏ ରହିଛି। ଯେତେବେଳେ ଆବେଦନ କରିବେ ସେତେବେଳେ ଆପଣମାନେ ଡିଟେଲ୍ସ ଦେଖିନେବେ ଏବଂ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଗାଇଡ଼ଲାଇନ୍ ଜାଣି ଆପଣମାନଙ୍କୁ ଆବେଦନ କରିପାରିବେ। ଯାହା ଥିଲା ଏତିକି ମେନ୍ ଇନଫର୍ମେସନ୍ ରହିଛି ଆପଣମାନଙ୍କର ନୋଟିଫିକେସନ୍ ବିଷୟରେ ଏବଂ ଆହୁରି ମଧ୍ୟ ଯଦି ଆବେଦନ କରିବାକୁ ଚାହୁଁଛନ୍ତି ଆପଣମାନଙ୍କର ବହୁତ ଗୁଡ଼ାଏ ଫର୍ମ ଆଟାଚ୍ ହୋଇଛି, ସେଗୁଡ଼ାକୁ ମଧ୍ୟ ଆପଣମାନେ ଦେଖିନେବେ ଏବଂ ଆବେଦନ କରିବେ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ। ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ।